ଜୟ ଜଗନ୍ନାଥ। ବନ୍ଧୁଗଣ, ମୁଁ ଆଜି ଆପଣମାନଙ୍କୁ କର୍କଟ ରୋଗ ବା କ୍ୟାନ୍ସର ବିଷୟରେ କିଛି କହିବାକୁ ଯାଉଛି। ଆପଣମାନେ ବହୁତ ଜ୍ଞାନୀ, ବହୁତ ସଜ୍ଜନ ଏ ବିଷୟରେ ଜାଣିଥିବେ, କିନ୍ତୁ ମୁଁ ନିଜେ ସେହି ରୋଗରେ ଭୁକ୍ତଭୋଗୀ ହୋଇ ତା ବିଷୟରେ ଆପଣମାନଙ୍କୁ କିଛି ସାମ୍ୟକ ଧାରଣା ଦେବାକୁ ଯାଉଛି, ଯାହାକି ଯଦି ଆପଣମାନଙ୍କର କୌଣସି କାମରେ ଲାଗିପାରେ ତାହେଲେ ମୁଁ ନିଜକୁ ଧନ୍ୟ ମନେ କରିବି। ବନ୍ଧୁଗଣ, ମୁଁ ଜଣେ ସାଧାରଣ କୃଷକ। ମୋର ଆର୍ଥିକ ଅବସ୍ଥା ସେତେ ସ୍ୱଚ୍ଛଳ ନୁହେଁ, କିନ୍ତୁ ଗତ 4 ମାସ ତଳେ ମୋର ଦାନ୍ତରେ ଗୋଟିଏ ଟ୍ୟୁମାର ଦେଖାଗଲା। ମୁଁ ତାକୁ କାଳ ବିଳମ୍ବ ନକରି ଆସି ଭୁବନେଶ୍ୱର ଏମ୍ସରେ ଚିକିତ୍ସା ହେବାକୁ ଗଲି। ସେମାନେ ମୋତେ ବାୟୋପ୍ସି କରିବା ପାଇଁ ସେଇ ଟ୍ୟୁମାରରୁ ମାଂସ ନେଇ ପଠାଇଲେ। ତାପରେ ବାୟୋପ୍ସିରେ ସେଇଟା ପଜିଟିଭ୍ ଅଛି ବୋଲି ଜଣାପଡ଼ିଲା। ତେଣୁ ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା କରିବା ପରେ ମୁଁ ଏମ୍ସରେ ଅପରେସନ୍ ହେବା ପାଇଁ ଚାହିଁଲି। ମାତ୍ର ସମୟ ସ୍ୱଳ୍ପ ହେତୁ ସେମାନେ ମୋତେ 3-4 ମାସ ପରେ ଅପରେସନ୍ ହେବାର ଡେଟ୍ ଦେଲେ। ତେଣୁ ମୁଁ ବାଧ୍ୟ ହୋଇ ଅନ୍ୟାନ୍ୟ ଜାଗାରେ ମଧ୍ୟ ଯାଇ ଏଇ ଏମ୍ସର ରିପୋର୍ଟ ଦେଖାଇଲି। ସେମାନେ କହିଲେ ଯେ ଏତେ ଦିନ ଲେଟ୍ କଲେ ଏଟା ହେଲା କର୍କଟ ରୋଗ, ଇଏ ବହୁତ ଜୋର ବ୍ୟାପିଯିବ, ତେଣୁ ଆପଣ ତାକୁ ଯଥାଶୀଘ୍ର ଚିକିତ୍ସା କରିବା ଉଚିତ। କ'ଣ କରିବି ଭାବି ପାରିଲି ନାହିଁ। ଲାଷ୍ଟରେ ଗୋଟିଏ ପ୍ରାଇଭେଟ ସଂସ୍ଥାରେ ଯାଇ ସରକାରଙ୍କ ତରଫରୁ ମିଳିଥିବା BSKY କାର୍ଡ ମାଧ୍ୟମରେ ମୁଁ ଅପରେସନ୍ ହେଲି ଏବଂ ସେଇ ଅପରେସନ୍ରେ ଆପଣଙ୍କର ପ୍ଲାଷ୍ଟିକ ସର୍ଜରୀର ହେଲା। 5-7 ଜଣ ଡାକ୍ତରଙ୍କ ଦଳ ମୋତେ ପ୍ରାୟ 10-12 ଘଣ୍ଟା ଧରି ଅପରେସନ୍ କଲେ ଏବଂ ଅପରେସନ୍ ପରେ ଭେଣ୍ଟିଲେସନ୍ ଏବଂ ଆପଣଙ୍କର ICUରେ 2-3 ଦିନ କାଳ ମୁଁ ଥିଲି। ମୋର ବୟସ ବର୍ତ୍ତମାନ 65 ବର୍ଷ। ଏ ବୟସରେ ମୁଁ ଏତେ ବଡ଼ ଅପରେସନ୍ରୁ ସହ୍ୟ କରି ଉଠିବି, ସେଇ କଥା ମୋର ଧାରଣା ଥିଲାନି। ଭଗବାନଙ୍କର ଆଶୀର୍ବାଦ ଏବଂ ଆପଣମାନଙ୍କର ବହୁତ ଆଶୀର୍ବାଦ ଥିଲା, ଯାହାଫଳରେ ମୁଁ ଆଜି ଆପଣମାନଙ୍କୁ ଅପରେସନ୍ ବିଷୟରେ ଜଣାଇ ପାରୁଛି। ଦେଖନ୍ତୁ, ମୋର ଏଇ ପ୍ଲାଷ୍ଟିକ ସର୍ଜରୀ କରିବା ପାଇଁ ମୋର 2ଟା ଦାନ୍ତ ମୂଳରେ ହେଇଥିଲା ଆପଣଙ୍କର କ'ଣ ଟ୍ୟୁମାର, କିନ୍ତୁ ଡାକ୍ତରମାନେ 5ଟା ଦାନ୍ତକୁ ମାଢ଼ି ସହ ବାହାର କରିଦେଲେ ଏବଂ ଉପର ପାଟିକୁ ମଧ୍ୟ 5ଟା ଦାନ୍ତ ବାହାର କରିଦେଲେ ଏବଂ ପାଦରୁ ହାଡ଼ ନେଇ ଦେଖନ୍ତୁ, ଏଇ ଜାଗା ପାଦରୁ ମୋର ହାଡ଼ ନେଇ ଏଇ ଦେହ ଭିତରେ ନେଇ ଏଇଠି କ'ଣ କଲେ ନା ଦାନ୍ତ ମାଢ଼ି ତିଆରି କଲେ ଏବଂ ଉପରେ ମାଂସ ଦେବା ପାଇଁ ବାଁ ବାଡ଼ ଏଇ ଜଙ୍ଘରୁ ମାଂସ କାଟି ଆଣି ଏଠି ବସାଇଲେ। ସେ ଡାକ୍ତରମାନଙ୍କ ଚରଣକୁ ମୋର କୋଟି କୋଟି ଦଣ୍ଡବତ, ବିଜ୍ଞାନକୁ କୋଟି କୋଟି ଦଣ୍ଡବତ। ଏତେ ଉନ୍ନତ ହେଇଅଛି ଯେ ଯାହା ଫଳରେ ମଣିଷକୁ 2 ଗଡ଼ କରି ମଧ୍ୟ ସେମାନଙ୍କର ଯୋଡ଼ି ଦେବା କ୍ଷମତା ରହିଛି। ଦେଖନ୍ତୁ କେତେ ଲମ୍ବା କରି ମୋର ଏଇ ଜାଗାଟା କଟା ଯାଇଛି। ଏଟା ହୁଏତ ଆପଣମାନେ ଜାଣିପାରିବେ, ଦେଖିପାରିବେ। ତେଣୁ ଏହାପରେ ପଡ଼ିଲା କ'ଣ ନା ମୋର ଏଇ କଟା ଯାଇଥିବା ଅପରେସନ୍ ପରେ ବାହାରିଥିବା ମାଂସ ଗୁଡ଼ିକୁ ପୁଣି ବାୟୋପ୍ସି ପାଇଁ ପଠାଗଲା। ମୋର ଟୋଟାଲ 15ଟା ଟ୍ୟୁମାର ୟା ଭିତରୁ ବାହାରିଥିଲା। 15ଟା ଟ୍ୟୁମାରରୁ ଆପଣଙ୍କର 13ଟା ନେଗେଟିଭ୍ ଥିବାବେଳେ 2ଟା ପଜିଟିଭ୍ ଥିଲା। ତେଣୁ ଡାକ୍ତର ବାବୁ ମତ ଦେଲେ ଯେ ଆପଣଙ୍କୁ ଏହା ପାଇଁ 6ଟି 30ଟି ରେଡ଼ିଏସନ୍ ନେବାକୁ ହେବ। ତେଣୁ 6ଟି କେମୋ ଆଉ 30ଟି ରେଡ଼ିଏସନ୍ ନେବା ପାଇଁ ଆର୍ଥିକ ସମ୍ବଳ ନଥିବାରୁ ମୁଁ ଏମ୍ସରେ ପୁଣି ଆସି ଦେଖେଇଲି। ତେଣୁ 2-3 ମାସ ଅନ୍ତର ଏଇ 5 ସପ୍ତାହ ମଧ୍ୟରେ ମଧ୍ୟ ଏମ୍ସରେ ଆଜି 29/5/2025 ଦିନ 3ଟା ବେଳେ ମୋର ରେଡ଼ିଏସନ୍ ଷ୍ଟାର୍ଟ ହେବ ବୋଲି ସେମାନେ ଅନୁମତି ଦେଇଛନ୍ତି। ତେଣୁ ମୁଁ ଆଜି ରେଡ଼ିଏସନ୍ ନେବା ପରେ ରେଡ଼ିଏସନ୍ ଏବଂ କେମୋ ନେଲେ ତାର କ'ଣ ସାଇଡ୍ ଇଫେକ୍ଟ, ସେଥିରେ କ'ଣ ସୁବିଧା ଅସୁବିଧା, ସେହା ବି ଆପଣଙ୍କୁ ମୁଁ ଜଣେଇବି। ଏ ଜଣେଇବାର କାରଣ ଆପଣମାନେ ଜମା ଭୟଭୀତ ହେବେ ନାହିଁ। ବର୍ତ୍ତମାନ ଚାଲିଚଳନ, ଖାଦ୍ୟପେୟ, ଆବହାୱା ଏଇଭଳିଆ ହେଇଛି ଯେ ପ୍ରାୟ ପ୍ରତି ଘରେ ଘରେ ଏଇ ରୋଗ ଦେଖା ଦେଉଛି।
ତେଣୁ ଏହାକୁ ଭୟ କରିବାର ନାହିଁ। ଆପଣମାନେ ପ୍ରଥମ ପର୍ଯ୍ୟାୟରୁ ଜାଣିପାରିଲେ, ଠିକ୍ ଜାଗାରେ ଚିକିତ୍ସା ହୋଇପାରିଲେ ଏ ରୋଗ ସମ୍ପୂର୍ଣ୍ଣ ଆରୋଗ୍ୟ ବର୍ତ୍ତମାନ ହେଇଯାଉଛି। ତେଣୁ ମୋର ଆପଣମାନଙ୍କୁ ବିନମ୍ର ଅନୁରୋଧ, ଆପଣମାନେ ନିଜର ଚାଲିଚଳନ, ନିଜର ଖାଦ୍ୟପେୟ ସବୁକୁ ନିଜେ ସଜାଗ ରହିବେ ଏବଂ ଅତ୍ୟନ୍ତ ପକ୍ଷେ ପ୍ରତ୍ୟେକ ବର୍ଷ ଥରେ ଲେଖାଏଁ ଆସି ନିଜର ଦେହକୁ ଆପଣମାନେ ଡାକ୍ତରଙ୍କ ପାଖରେ ଦେଖାଇ ନେବେ। ବର୍ତ୍ତମାନ ବିଭିନ୍ନ ସରକାର ଅନୁଷ୍ଠାନରେ ଦେଖାଯାଉଛି, ଯେମିତି କଟକରେ ଆଚାର୍ଯ୍ୟ ହରିହର କ୍ୟାନ୍ସର ଇନଷ୍ଟିଚ୍ୟୁଟ୍, ଭୁବନେଶ୍ୱରରେ ଏମ୍ସ, ଏହା ଛଡ଼ା ଭୁବନେଶ୍ୱରରେ ବହୁତ ଗୁଡ଼ିଏ ଅନୁଷ୍ଠାନ ଅଛି ଯେଉଁଠାରେ କି ଆପଣ ବର୍ତ୍ତମାନ ପ୍ରଚଳିତ ଆୟୁଷ୍ମାନ କାର୍ଡ଼ରେ ମଧ୍ୟ ପ୍ରାୟ ଦେଖେ, ମୁଁ ସଠିକ୍ ଭାବରେ ଜାଣିନାହିଁ ଯେ ଆୟୁଷ୍ମାନ କାର୍ଡ଼ରେ ଦେଖେଇ ହେଉଛି କି ନାହିଁ, ତଥାପି ଆପଣମାନେ ନିଜେ ଦେଖେଇ ନିଜେ ସଜାଗ ରହି ଏ ଦୁରାରୋଗ୍ୟ ରୋଗରୁ ଦୂରରେ ରହିବାକୁ ଚେଷ୍ଟା କରିବେ। ଜୟ ଜଗନ୍ନାଥ। ଏତିକି କହି ମୁଁ ଆଜି ଆପଣଙ୍କ ପାଖରେ ରହୁଛି। ପୁଣି କେମୋ ରେଡ଼ିଏସନ୍ ବିଷୟରେ ବିସ୍ତାରିତ ଭାବରେ ଆପଣମାନଙ୍କୁ ଜଣାଇବି। ଆଶା କରେ ଏଗୁଡ଼ିକ ଆପଣଙ୍କର କାମରେ ଲାଗିବ। ଜୟ ଜଗନ୍ନାଥ।